ତାଙ୍କୁ ଭୟଭୀତ ହୋଇଗଲେଣି କାଳେ ସମସ୍ତେ ପଳେଇବେ ବିଜେପି ବୋଲି। ଆଉ ସେ କଥା ସେ ଜାଣି ସାରିଛନ୍ତି ଯେ ଯେଉଁଦିନ ବିଜେପିର କେନ୍ଦ୍ର ନେତୃତ୍ୱ ଚାହିଁବେ ସେଦିନ ବିଜେଡ଼ିକୁ ଖଣ୍ଡ ଖଣ୍ଡ କରିଦେବେ। ମୁଁ ତ କହିଥିଲି ଆପଣମାନଙ୍କୁ କହିଥିଲି ଯେଉଁଦିନ ହୁଇସିଲ୍ ବିଜେପି ଫୁଙ୍କିବ ସେଦିନ ବିଜେଡ଼ି ଖଣ୍ଡ ଖଣ୍ଡ ହୋଇଯିବ। ଆରେ ସେ ବିଚଳିତ ତା ଭାବନା ତାଙ୍କ ମନ ଭିତରେ ଥାଉ, ସେ ବିଚଳିତ ଥାଉ। সেটা বিজেপি নেতৃত্ব জানিଥିବ। স্যার এতে বর্ষ সে মুখ্যমন্ত্রী রহিলে কিন্তু মুখ্যমন্ত্রী কোন দলর বেলে সে ইয়া ভাবিলে লাস্ট নেতাଙ୍କୁ পଚାରିଲେ ତମ ବିଜେପି ଯୋଗାଯୋଗ ହେଉଛି ମୁଖ୍ୟମନ୍ତ୍ରୀ ଏତେ ବର୍ଷ ଧରିକି ସେ କିଛି ନ ବୁଝିକିରି କେବଳ ରାଜତ୍ୱ କରୁଥିଲେ ଏବଂ ଆମୋଦ ପ୍ରମୋଦରେ ଲାଗିଥିଲେ। ତାର ଫଳ ଏଟା। ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ବି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଲେ ବି ସେ କହୁଛନ୍ତି ବିଜେଡି ସେଟା ତାଙ୍କର ମନ ଭିତରର ଭାବନା। ଆଉ ସେ ଯେଉଁ ଭୟଭୀତ ହେଉଛନ୍ତି ସେ ଭୟ ଭିତରୁ ଏଇଟା ଗୋଟେ ଉଲ୍ଲେଖ। ତାଙ୍କୁ ଭୟଭୀତ ହୋଇଗଲେଣି କାଳେ ସମସ୍ତେ ପଳେଇବେ ବିଜେପି ବୋଲି। ଆଉ ସେ କଥା ସେ ଜାଣି ସାରିଛନ୍ତି ଯେ ଯେଉଁଦିନ ବିଜେପିର କେନ୍ଦ୍ର ନେତୃତ୍ୱ ଚାହିଁବେ ସେଦିନ ବିଜେଡ଼ିକୁ ଖଣ୍ଡ ଖଣ୍ଡ କରିଦେବେ। ମୁଁ ତ କହିଥିଲି ଆପଣମାନଙ୍କୁ କହିଥିଲି ଯେଉଁଦିନ ହୁଇସିଲ୍ ବିଜେପି ଫୁଙ୍କିବ ସେଦିନ ବିଜେଡ଼ି ଖଣ୍ଡ ଖଣ୍ଡ ହୋଇଯିବ। ଆରେ ସେ ବିଚଳିତ ତା ଭାବନା ତାଙ୍କ ମନ ଭିତରେ ଥାଉ, ସେ ବିଚଳିତ ଥାଉ। সেটা বিজেপি নেতৃত্ব জানিଥିବ। স্যার এতে বর্ষ সে মুখ্যমন্ত্রী রহিলে কিন্তু মুখ্যমন্ত্রী কোন দলর বেলে সে ইয়া ভাবিলে লাস্ট নেতাଙ୍କୁ ପଚାରିଲେ ତମ ବିଜେପି ଯୋଗାଯୋଗ ହେଉଛି ମୁଖ୍ୟମନ୍ତ୍ରୀ ଏତେ ବର୍ଷ ଧରିକି ସେ କିଛି ନ ବୁଝିକିରି କେବଳ ରାଜତ୍ୱ କରୁଥିଲେ ଏବଂ ଆମୋଦ ପ୍ରମୋଦରେ ଲାଗିଥିଲେ। ତାର ଫଳ ଏଟା। ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ବି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଲେ ବି ସେ କହୁଛନ୍ତି ବିଜେଡି ସେଟା ତାଙ୍କର ମନ ଭିତରର ଭାବନା। ଆଉ ସେ ଯେଉଁ ଭୟଭୀତ ହେଉଛନ୍ତି ସେ ଭୟ ଭିତରୁ ଏଇଟା ଗୋଟେ ଉଲ୍ଲେଖ। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।